ଓଡ଼ିଶାର ଭାରତୀୟ ଜନତା ପାର୍ଟିର ନେତାମାନେ ଏବଂ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ନିଜର ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥକୁ ଚରିତାର୍ଥ କରିବା ପାଇଁ ଅଭ୍ୟାସଗତ ଭାବରେ ମିଥ୍ୟା ଏବଂ ବିଭ୍ରାନ୍ତିକର ଅଭିଯୋଗ ଆଣି ଓଡ଼ିଶାବାସୀଙ୍କୁ ବଦନାମ କରୁଛନ୍ତି। ଦୁଇ ଥର ଓଡ଼ିଶାରେ ହକି ୱାର୍ଲଡ କପ୍ ହେଲା। ଥରେଟିଏ ହେଲେ ଭାରତୀୟ ଜନତା ପାର୍ଟି କି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶଂସା କଲେ ନାହିଁ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କହିଲା ଭାରତ ବର୍ଷରେ ଓଡ଼ିଶା ହେଉଛି 1 ନମ୍ବର ରାଜ୍ୟ, ନମ୍ବର 1 ଷ୍ଟେଟ୍ କେଉଁଥିରେ ବିତ୍ତୀୟ ପରିଚାଳନା ଏବଂ ଲୋନ୍ ମ୍ୟାନେଜମେଣ୍ଟରେ ସେମାନେ ନୀରବ ରହିଲେ। ଯେତେବେଳେ ଡିଜାଷ୍ଟର ମ୍ୟାନେଜମେଣ୍ଟ କ୍ଷେତ୍ରରେ ରାଷ୍ଟ୍ରୀୟ ଏବଂ ଅନ୍ତରାଷ୍ଟ୍ରୀୟ ସ୍ତରରେ ସମସ୍ତେ ଓଡ଼ିଶାକୁ ପ୍ରଶଂସା କଲେ, ଭାରତୀୟ ଜନତା ପାର୍ଟି ଓଡ଼ିଶାର ନେତାମାନେ ଏବଂ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚୁପ୍ ରହିଲେ। ଯେତେବେଳେ ଓଡ଼ିଶା ଏହି ପ୍ରକାର ରୂପାନ୍ତରୀକରଣ କରି ଚାଲିଛି ସେତେବେଳେ ଅନେକ ପ୍ରଶଂସା ଆସୁଛି, କିନ୍ତୁ ଓଡ଼ିଶାର ଭାରତୀୟ ଜନତା ପାର୍ଟିର ନେତାମାନେ ଏବଂ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚୁପ୍ ରହୁଛନ୍ତି। କାହିଁକି? କାରଣ ତାଙ୍କର ଅଭିପ୍ରାୟ କ'ଣ? ତାଙ୍କର ଅଭିପ୍ରାୟ ହେଉଛି ପ୍ରଥମେ ରାଜନୀତି, ଓଡ଼ିଶା ପଛରେ। ଅନେକ ଥର ସେମାନେ ଓଡ଼ିଶାକୁ ବଦନାମ କରିବା ପାଇଁ ଯାହା ବାସ୍ତବିକ ସତ୍ୟ ଥାଏ ତାକୁ ଟ୍ୱିଷ୍ଟ କରନ୍ତି, ତାକୁ ମୋଡ଼ି ଦିଅନ୍ତି। ଯେତେବେଳେ ସାରା ଓଡ଼ିଶା ଆଜି ବହୁତ ଗର୍ବ ଅନୁଭବ କରୁଛି ଯେ ଓଡ଼ିଶାରେ ବହୁତ ଭଲ କାମ ହେଉଛି, ସେତେବେଳେ ସେମାନେ ବିବ୍ରତ ହୋଇପଡ଼ୁଛନ୍ତି ଏବଂ ମାନ୍ୟବର ଶ୍ରୀ ପ୍ରଧାନ ନିଜର ରାଜନୈତିକ ସ୍ୱାର୍ଥ ସିଦ୍ଧି ପାଇଁ, ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ସିଦ୍ଧି ପାଇଁ ଓଡ଼ିଶାକୁ ବଦନାମ କରୁଛନ୍ତି। ଓଡ଼ିଶାବାସୀ ବିଗତ ଦିନରେ ମାନ୍ୟବର ଶ୍ରୀ ପ୍ରଧାନଙ୍କୁ ଏବଂ ଓଡ଼ିଶାର ଭାରତୀୟ ଜନତା ପାର୍ଟିର ନେତାମାନଙ୍କୁ ଉଚିତ ଜବାବ ଦେଇଥିଲେ। ଏହି ପ୍ରକାରର ଶସ୍ତା ରାଜନୀତି କରିବା ପାଇଁ, ସଂକୀର୍ଣ୍ଣ ରାଜନୀତି କରିବା ପାଇଁ, ନିଜର ରାଜନୈତିକ ସ୍ୱାର୍ଥ ସିଦ୍ଧି ପାଇଁ ଓଡ଼ିଶାକୁ ବଦନାମ କରିବା ପାଇଁ ଏବଂ ଆଗାମୀ ଦିନମାନଙ୍କରେ ମଧ୍ୟ ଓଡ଼ିଶାବାସୀ ଏହି ଓଡ଼ିଶାର ଭାରତୀୟ ଜନତା ପାର୍ଟିର ନେତା ଏବଂ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉଚିତ ଜବାବ ଦେବେ।